ଶ୍ରାବଣ ମାସ ହେଉଛି ସବୁଠାରୁ ପବିତ୍ର ମାସ ମାନେ ସବୁ ଶିବ ଭକ୍ତମାନଙ୍କ ପାଇଁ ତ ବହୁତ ହିଁ ସ୍ପେଶାଲ। ତ ମୁଁ ମୋର 16 ସୋମବାର ବ୍ରତ ପୁଣି ଆଉଥରେ ଆରମ୍ଭ କରିଛି, କିନ୍ତୁ ମୁଁ ଏଥରକ କିଛି ପଣା ଖାଇକି ଆରମ୍ଭ କରୁଛି। ଏଥରକ ମୁଁ ପୁରା ନିର୍ଜଳ କରୁନି, ଯେହେତୁ ଖାଲି ପଣା ଖାଇକି ମୁଁ ଥିଲି। ମଙ୍ଗଳବାର ଦିନ ଲଞ୍ଚଟା ବହୁତ ହିଁ ହେଭି କରିଦେଇଥିଲି। ମାନେ ଏଠି ମୁଁ ବ୍ରାଉନ୍ ରାଇସ୍ ନେଇଛି, ଦହି ନେଇଛି ଆଣ୍ଡ ତା ସହିତ ଗୋଟେ ମିକ୍ସ ଭେଜ୍ ତରକାରୀ। ତାପରେ ଇଭିନିଂରେ ଯେତେବେଳେ ଅଫିସରୁ ଆସୁଥିଲି, ବାହାରେ ବର୍ଷା ହେଉଥିଲା ଆଉ ମୁଁ ୱିଣ୍ଡୋ ସିଟ୍ରେ ବସିଥିଲି। ତ ସେ ଯେଉଁ ଥଣ୍ଡା ଥଣ୍ଡା ପବନ ଆଉ ଛିଟା ଛିଟା ଟିକିନାକୁ ଯେଉଁ ପାଣି ଯେଉଁ ପଡ଼ୁଥିଲା ଦେହକୁ, ବହୁତ ହିଁ ସୁନ୍ଦର ଲାଗୁଥିଲା। ଆଉ ବାଙ୍ଗାଲୋରରେ ଏତେ ବର୍ଷାର ଅଭାବ ଯେ ବର୍ଷା ହେଲେ ଏବେ ବହୁତ ହିଁ ସୁନ୍ଦର ଲାଗୁଛି। ଆଣ୍ଡ ତାପରେ ମୁଁ ଘରକୁ ଆସିକିରି ଏଠି ଗୋପାଳ ପାଇଁ ହିଁ ଫାଷ୍ଟ ଭୋଗ ବାଢ଼ି ଦେଇଥିଲି। ତ ତା ପାଇଁ ଗୋଟେ ରାଶି କୋରା ଆଣିଥିଲି, ତାକୁ ଖୁଆଇ ଦେଇକିରି ମୋ ମନ ମାନିନଥିଲା, ଯେହେତୁ ବାହାରେ ବର୍ଷା ହେଉଥିଲା ତ ଗରମ ଗରମ ଖିଚୁଡ଼ି ଖାଇବା ପାଇଁ ମନ ହେଇଥିଲା। ତ ଏଠି ମୁଁ ବନେଇ ଦେଉଛି ଖିଚୁଡ଼ି। ମୁଁ ଏମିତି ହିଁ ପ୍ରିପେୟାର କରେ, ଅଲଗା ମସଲା କରେ ଆଉ ଅଲଗା ଖିଚୁଡ଼ି କରେ, ତାପରେ ତାକୁ ଏକା ସାଙ୍ଗେ ମିଶାଇକି ଟିକେ ଫୁଟେଇ ଦିଏ। ତ ଇଏ ବହୁତ ହିଁ ବଢ଼ିଆ ଟେଷ୍ଟ ଆସେ। ଆଣ୍ଡ ଯେଉଁଟା ମେନ୍ ଇନଗ୍ରେଡ଼ିଏଣ୍ଟ ଯେଉଁଟା ହେଉଛି ଖିଚୁଡ଼ିର, ସେଇଟା ହେଉଛି ରାନ୍ଧୁନି। ମାନେ ଏଇଟା ଯେଉଁମାନେ କୋଲକାତାରେ ଥିବେ ବା ଯେଉଁମାନେ ୱେଷ୍ଟ ବେଙ୍ଗଲରେ, ସେମାନେ ଜାଣିଥିବେ। ତ ତା ପେଷ୍ଟଟା ଦେଲେ ମାନେ ତା'ର କିଛି ଅଲଗା ହିଁ ଫ୍ଲେଭର ଆସିଯାଏ। ଆପଣମାନଙ୍କୁ ବର୍ଷା ପାଗରେ କ'ଣ ଖାଇବାକୁ ଭଲ ଲାଗେ? ଆମେ ତ ଖିଚୁଡ଼ି ଖାଇକି ଶୋଇପଡ଼ିଥିଲୁ। ଯଦି ଭିଡ଼ିଓଟି ଭଲ ଲାଗିଛି ପ୍ଲିଜ୍ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ